ଯଦି ଆପଣମାନେ ଏପର୍ଯ୍ୟନ୍ତ ଏଗ୍ରିଷ୍ଟେକ୍ ଓଡ଼ିଶାରେ ରେଜିଷ୍ଟ୍ରେସନ କରିନାହାନ୍ତି, ତାହେଲେ ଆପଣମାନେ ଫସଲ ବୀମା ଯୋଜନାରେ ଆପ୍ଲାଏ କରିପାରିବେନି ଏବଂ ଯଦି ଆପଣମାନେ ସରକାରର ଯେକୌଣସି ଯେମିତିକି ପିଏମ୍ କିଷାନ ଯୋଜନା ଆପଣମାନେ ପାଉଛନ୍ତି, ତାହେଲେ ସେଟା ବି କଟିଯାଇପାରେ। ଏଗ୍ରିଷ୍ଟେକ୍ ଓଡ଼ିଶାରେ ରେଜିଷ୍ଟ୍ରେସନ କରିବେ, ତାହେଲେ ସରକାର ଜାଣିପାରିବ ଏଇଟା ପ୍ରକୃତ ଚାଷୀ ଏବଂ ଆପଣମାନେ ସିଧାସଳଖ ସରକାରର ଯୋଜନାର ଲାଭ ଉଠେଇ ପାରିବେ। ସେଥିପାଇଁ ଏଗ୍ରିଷ୍ଟେକ୍ ଓଡ଼ିଶାରେ ରେଜିଷ୍ଟ୍ରେସନ କରିବା ଏଇଟା ବାଧ୍ୟତାମୂଳକ ହେଇଗଲା। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ ଆପଣଙ୍କର ମୋବାଇଲର ଯେକୌଣସି ବି ବ୍ରାଉଜରକୁ ଆସିବେ। ଏଠି ଲେଖିବେ odfr.agristech.gov.in। ଏହି ୱେବସାଇଟର ଲିଙ୍କ ମୁଁ ଡାଇରେକ୍ଟ ଡିସ୍କ୍ରିପ୍ସନରେ ଦେଇଦେବି। ଆପଣ ଡାଇରେକ୍ଟ ଏଠି ଆସିପାରିବେ। ପ୍ରଥମ ଥର ଏ ୱେବସାଇଟକୁ ଯଦି ଆସିଛନ୍ତି, ତାହେଲେ କ୍ରିଏଟ୍ ଆକାଉଣ୍ଟ କରିବାକୁ ହୋଇଥାଏ। ଏଠି ଅଫିସିଆଲ ଲେଖା ହେଇଛି, କିନ୍ତୁ ଆପଣମାନେ ଫାର୍ମର ଉପରେ କ୍ଲିକ୍ କରିବେ। ତାପରେ କ୍ରିଏଟ୍ ନ୍ୟୁ ୟୁଜର ଆକାଉଣ୍ଟ ଉପରେ କ୍ଲିକ୍ କରିବେ। ତାପରେ ଏଠି ଆପଣଙ୍କର ଆଧାର ନମ୍ବର ଦେବେ। ଆଧାର ନମ୍ବର ଦେଲା ପରେ ଗୋଟେ ଓଟିପି ଯିବ। ଓଟିପିକୁ ସବମିଟ୍ କରିବେ। ତାପରେ ଆଉ ଗୋଟେ ଓଟିପି ଯିବ ଆପଣଙ୍କର ମୋବାଇଲ ନମ୍ବରରେ। ଦୁଇଟା ଓଟିପି ସବମିଟ୍ କଲା ପରେ ଆପଣଙ୍କର ୟୁଜର ନେମ୍ ପାସୱାର୍ଡ଼ କ୍ରିଏଟ୍ ହେଇଯିବ। ତାପରେ ଏଠିରେ ଫାର୍ମର ଉପରେ କ୍ଲିକ୍ କରିକି ଆପଣଙ୍କର ମୋବାଇଲ ନମ୍ବର ଏବଂ ଓଟିପି କିମ୍ବା ପାସୱାର୍ଡ଼ ଦେଇକି କ୍ୟାପଚା ଦେଲା ପରେ ଲଗଇନ୍ ଉପରେ କ୍ଲିକ୍ କରିପାରିବେ। ମୋର ସିଏସ୍ସି ଆଇଡି ଅଛି, ସେଥିପାଇଁ ମୁଁ ଲଗଇନ୍ ୱିଥ୍ ସିଏସ୍ସିରେ କ୍ଲିକ୍ କରିବି। ଯଦି ଆପଣମାନେ ଫାର୍ମର ଲଗଇନ୍ କରୁଛନ୍ତି କିମ୍ବା ସିଏସ୍ସିରେ ବି ଲଗଇନ୍ କରୁଛନ୍ତି, ଏମିତି ଇଣ୍ଟରଫେସଟା ସେମ୍ ଦେଖେଇବ। ଆପ୍ଲାଏ ପ୍ରୋସେସଟା ବି ସେମ୍ ରହିବ। ଏଇଠି ଆପଣମାନଙ୍କର ଆଧାର ନମ୍ବର ଦେବେ। ଆଧାର ନମ୍ବର ଦେଲା ପରେ ଗୋଟେ ଥର ବାହାରେ କ୍ଲିକ୍ କରିବେ। ଏମିତି କ୍ଲିକ୍ କଲା ପରେ ଆପଣଙ୍କର ଫୋନରେ ଗୋଟେ ଓଟିପି ଯାଇଥିବ। ଓଟିପିକୁ ଏଇଠି ଦେଇକି ଭେରିଫାଇ ଉପରେ କ୍ଲିକ୍ କରିବେ। ଭେରିଫାଇ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ମୋବାଇଲ ନମ୍ବର ଏଠି ଦେବେ। ଇମେଲ୍ ଆଇଡି ଅପସନାଲ୍ ଅଛି, ଏଇଟା ନ ଦେଲେ ବି ଚଲିବ। ମୁଁ ଏଠି ମୋର ମୋବାଇଲ ନମ୍ବର ଦେଇଦେଉଛି। ମୋବାଇଲ ନମ୍ବର ଦେଲା ପରେ ଗୋଟେ ଥର ବାହାରେ କ୍ଲିକ୍ କରିବେ। ପୁଣି ଥରେ ଆପଣଙ୍କର ଫୋନରେ ଆଉ ଗୋଟେ ଓଟିପି ଯିବ। ଓଟିପିକୁ ଦେଇକି ଭେରିଫାଇ ଉପରେ କ୍ଲିକ୍ କରିବେ। ତାପରେ ଏଠି ଫାର୍ମର ଡିଟେଲ୍ସ ଦେବାକୁ ପଡ଼ିବ। ଏଠି ଫାର୍ମରର ନାମ ଏଠି ଶୋ କରିବ। ତାପରେ କାଷ୍ଟ କ୍ୟାଟେଗୋରୀ ଏଇଟା ଦେବାକୁ ପଡ଼ିବ। ଯଦି ଆପଣଙ୍କର ST SC OBC ଏଇଟା ଦେଇଦେବେ। ତାପରେ ଡେଟ୍ ଅଫ୍ ବାର୍ଥ ଶୋ କରିବ, ଅଟୋମେଟିକ୍ ଶୋ କରିବ ଏବଂ ଏଜ୍ ବି ଶୋ କରିବ। ତାପରେ ଦେଖନ୍ତୁ ଆଇଡେଣ୍ଟିଫାୟର ଟାଇପ୍। ଯଦି ଆପଣଙ୍କର ବାପାଙ୍କ ନାମ ଦେବାକୁ ଚାହୁଁଛନ୍ତି, ତାହେଲେ ସନ୍ ଅଫ୍ କ୍ଲିକ୍ କରିବେ। ଯଦି ଆପଣଙ୍କର ସ୍ୱାମୀଙ୍କ ନାମ ଦେବାକୁ ଚାହୁଁଛନ୍ତି, ତାହେଲେ ୱାଇଫ୍ ଅଫ୍ କ୍ଲିକ୍ କରିବେ। ଯଦି କେହି ଏଠି ଝିଅ ପିଲା ଆପ୍ଲାଏ କରୁଛି, ତାର ବାପାଙ୍କ ନାମ ଦେବାକୁ ଚାହୁଁଛନ୍ତି, ତାହେଲେ ଡଟର ଉପରେ କ୍ଲିକ୍ କରିବେ। ମୁଁ ଏଠି ସନ୍ ଉପରେ କ୍ଲିକ୍ କରିକି ମୋର ବାପାର ନାମ ଦେଇଦେଉଛି। ତାପରେ ଟିକେ ତଳକୁ ଆସିବେ। ରେସିଡେଣ୍ଟାଲ ଡିଟେଲ୍ସରେ ଏଠି ଅଟୋମେଟିକ୍ ସବୁ ଶୋ କରୁଥିବ। ଯଦି କି ଯେକୌଣସି ଜିନିଷ ଏଠି ଶୋ କରିନି, ଆଡ୍ରେସ୍ ଶୋ କରିନି, ତାହେଲେ ଆପଣ ଏଠି ଚେଞ୍ଜ ବି କରିପାରିବେ। ତାପରେ ଏଠି ଆପଣଙ୍କର ଭିଲେଜ ସିଲେକ୍ଟ କରିବେ। ଭିଲେଜ ଦେଲା ପରେ ଟିକେ ତଳକୁ ଆସିବେ। ଲ୍ୟାଣ୍ଡ ଓନର ଡିଟେଲ୍ସରେ ଏଠି ଗୋଟେ ଅପସନ୍ ଶୋ କରୁଛି ଅନର୍ସ। ଯଦି ଆପଣଙ୍କର ନାମରେ ଜମି ଅଛି, ତାହେଲେ ହିଁ ଆପ୍ଲାଏ କରିପାରିବେ, ଅନ୍ୟଥା ଆପ୍ଲାଏ କରିପାରିବେନି। ଯଦି ଆପଣଙ୍କର ନାମରେ ଜମି ନାହିଁ କିମ୍ବା ଆପଣଙ୍କର ବାପାଙ୍କ ନାମରେ କିମ୍ବା ଆପଣଙ୍କର ଫ୍ୟାମିଲିର ଅନ୍ୟ କୌଣସି ଲୋକଙ୍କର ନାମରେ ଜମି ଅଛି, କିନ୍ତୁ ଆପଣଙ୍କର ନାମରେ ଏଗ୍ରିଷ୍ଟେକ୍ରେ ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କୃଷି ଅଫିସକୁ ଯିବାକୁ ପଡ଼ିବ। ଆପଣ ସେଇଠି ଯାଇକି ଆପ୍ଲାଏ କରିପାରିବେ। ଯଦି ଆପଣଙ୍କର ନିଜ ନାମରେ ଜମି ଅଛି, ତାହେଲେ ଏହି ପ୍ରୋସେସ୍ ଫଲୋ କରିକି ଆପ୍ଲାଏ କରିପାରିବେ। ତାପରେ ଟିକେ ତଳକୁ ଆସିବେ। ଫେଚ୍ ଲ୍ୟାଣ୍ଡ ଡିଟେଲ୍ସ ଉପରେ କ୍ଲିକ୍ କରିବେ। ଆପଣଙ୍କର ଜମି କେଉଁଠି ଅଛି, ଡିଷ୍ଟ୍ରିକ୍ଟ, ସବ୍ ଡିଷ୍ଟ୍ରିକ୍ଟ, ତାପରେ ଭିଲେଜ ସିଲେକ୍ଟ କରିବେ। ଆଡ୍ରେସ୍ ସବୁ ସିଲେକ୍ଟ କଲା ପରେ ଏଠି ସର୍ଭେ ନମ୍ବର ଅଛି, ଆପଣଙ୍କର ଖାତା ନମ୍ବର ଏଠି ଦେଇଦେବେ। ଖାତା ନମ୍ବର ଦେଲା ପରେ ସବମିଟ୍ ଉପରେ କ୍ଲିକ୍ କରିବେ। ଏଠି ଯଦି ଆପଣଙ୍କର ନାଁ ଶୋ କରିନି, ତାହେଲେ ଏଠି କ୍ଲିକ୍ କରିବେ ମାଇ ନେମ୍ ଇଜ୍ ନଟ୍ ଦେୟାର ଇନ୍ ଦି ଲିଷ୍ଟ ଅଫ୍ ଅନର୍। ଏଠି କ୍ଲିକ୍ କରିବେ। ଏଠି ବି ଆପଣଙ୍କର ନାମ ଶୋ କରିବନି। ସବ୍ ସର୍ଭେ ନମ୍ବର ଉପରେ କ୍ଲିକ୍ କରିବେ। ଏଠି ଗୋଟେ ଷ୍ଟାର ଚିହ୍ନ ଥିବ, ଏଠି କ୍ଲିକ୍ କରିବେ। ଟିକେ ଲୋଡ଼ିଂ ହେଇକି ଆପଣଙ୍କର ସବୁ ପ୍ଲଟ୍ ନମ୍ବର ଏଠି ଶୋ କରିବ। ଆପଣଙ୍କର ପ୍ଲଟ୍ ନମ୍ବରରେ କ୍ଲିକ୍ କଲା ପରେ ଏଠି ସବୁ କିଛି ଦେଖିଦେବ। ଏଠି ସବୁ କିଛି ଦେଖେଇଦେବ। ଲ୍ୟାଣ୍ଡ ଓନରସିପ୍ ଡିଟେଲ୍ସ, କାହା ନାମରେ ଜମି ଅଛି, କେତେ ଜମି ଅଛି, ଏଇଟା ସବୁ ଏଠି ଶୋ କରିବ। ଫାର୍ମ ଲ୍ୟାଣ୍ଡ ଟାଇପ୍ରେ କ୍ଲିକ୍ କରିବେ। ଏଠି ପଚାରୁଛି ଏଗ୍ରିକଲଚର ନା ନନ୍ ଏଗ୍ରିକଲଚର। ସେଇ ଜମିରେ ଚାଷ କରୁଛନ୍ତି ନା ଚାଷ କରୁନାହାନ୍ତି, ସେଇଟା ପଚାରୁଛି। ଏଠି ଏଗ୍ରିକଲଚରାଲ କ୍ଲିକ୍ କରିବେ।
ତାପରେ ଟିକେ ତଳକୁ ଆସିବେ, ଆଇଡେଣ୍ଟିଫାୟର ଟ୍ୟାବରେ କ୍ଲିକ୍ କରିବେ। ତାପରେ ଟିକେ ତଳକୁ ଆସିବେ। ତଳକୁ ଆସିଲା ପରେ ଆଡ୍ ଲ୍ୟାଣ୍ଡ ଡିଟେଲ୍ସ ଉପରେ କ୍ଲିକ୍ କରିବେ। ତାପରେ ଭେରିଫାଇ ଅଲ୍ ଲ୍ୟାଣ୍ଡ ଉପରେ କ୍ଲିକ୍ କରିବେ। ତାପରେ ଏଠି ଟିକ୍ ଚିହ୍ନ ଦେଖେଇବ। ତାପରେ ଟିକେ ତଳକୁ ଆସିବେ। ତଳକୁ ଆସିଲା ପରେ ସୋସିଆଲ ରେଜିଷ୍ଟ୍ରି ଡିଟେଲ୍ସ, ଏଠି ଆପଣଙ୍କର ରାସନ କାର୍ଡ଼ ନମ୍ବର ଦେଇପାରିବେ। ଏଇଟା ଅପସନାଲ ଅଛି, ନଦେଲେ ବି ଚଲିବ। ତାପରେ ଏଠି ସେଲ୍ଫ ଡିକ୍ଲାରେସନ ଫର୍ମରେ କ୍ଲିକ୍ କରିବେ। ଏଠି ଦୁଇଟି ଜାଗା ଅଛି, ଦୁଇଟି ବକ୍ସରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସେଭ୍ ଉପରେ କ୍ଲିକ୍ କରିବେ। ସେଭ୍ ଉପରେ କ୍ଲିକ୍ କରିବେ। ସେଭ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଫୋନରେ ଆଉ ଗୋଟେ OTP ଯିବ। OTPକୁ ସବମିଟ୍ କରିବେ। ସବମିଟ୍ କଲା ପରେ ଆପଣଙ୍କର ଏଗ୍ରିଷ୍ଟେଗରେ ରେଜିଷ୍ଟ୍ରେସନ ହେଇଯିବ। ରେଜିଷ୍ଟ୍ରେସନ କଲା ପରେ ଏନରୋଲମେଣ୍ଟ ଷ୍ଟାଟସ୍ କେମିତି ଚେକ୍ କରିବେ ସେ ବିଷୟରେ ଏବେ ଟିକେ ଜାଣିବା। ତ ପୁଣି ଥରେ ଆସିଯିବେ, ଏଗ୍ରିଷ୍ଟେକ୍ ଓଡ଼ିଶାରେ ଆସିଯିବେ। ଏମିତି ହୋମ୍ ପେଜ୍କୁ ଆସିଲା ପରେ ଏଠି ଦେଖିଥିବେ ମଝିରେ ଚେକ୍ ଏନରୋଲମେଣ୍ଟ ଷ୍ଟାଟସ୍, ଏଠି କ୍ଲିକ୍ କରିବେ। ତାପରେ ଏନରୋଲମେଣ୍ଟ ନମ୍ବର ଯେଠି ଆପଣମାନେ ଆପ୍ଲାଏ କଲାବେଳେ ସେଇଠି ଦେଖେଇବ। ତାପରେ ଆଧାର ନମ୍ବର ଦେଇକି ବି ଚେକ୍ କରିପାରିବେ। ମୁଁ ଏଠି ମୋର ଆଧାର ନମ୍ବର ଦେଇକି ଚେକ୍ କରୁଛି। ଏଠି ଆପଣମାନଙ୍କର ଆଧାର ନମ୍ବର ଦେଇକି ଚେକ୍ ଉପରେ କ୍ଲିକ୍ କରିବେ। ତାପରେ ଆପଣଙ୍କର ଆପ୍ଲିକେସନ୍ ଷ୍ଟାଟସ୍ ଏଇଠି ଶୋ କରିବ। ଏନରୋଲମେଣ୍ଟ ଷ୍ଟାଟସ୍ ଏଇଠି ଶୋ କରିବ। ଏଠି ସେଣ୍ଟ୍ରାଲ ଆଇଡି ବି ଶୋ କରୁଥିବ ଏବଂ ଆପ୍ରୁଭାଲ ଷ୍ଟାଟସ୍ ଏଇଠି ଆପ୍ରୁଭ୍ ଦେଖାଉଛି, ଆପଣମାନେ ଦେଖିପାରୁଥିବେ। ଏବଂ ଆପଣମାନେ କେବେ ଆପ୍ଲାଏ କରିଥିଲେ ସେଇ ଡେଟ୍ ବି ଏଠି ଶୋ କରୁଛି ଏବଂ ଫାର୍ମର ନେମ୍ ବି ଏଠି ଶୋ କରୁଛି, ଆପଣମାନେ ଦେଖିପାରୁଥିବେ। ଏମିତି ଆପଣମାନଙ୍କର ଏଗ୍ରିଷ୍ଟେକ୍ ଓଡ଼ିଶାରେ ରେଜିଷ୍ଟ୍ରେସନ କରିପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ ଏବଂ ଯେକୌଣସି କ୍ୱେଶ୍ଚିନ୍ ଥିଲେ କମେଣ୍ଟ ମାଧ୍ୟମରେ ପଚାରି ପାରିବେ। ମୁଁ ଆପଣମାନଙ୍କୁ ସିଓର ରିପ୍ଲାଏ ଦେବି।